জীবন হরাই হইছি অমর, জীবন হরাই হইছি অমর। অদম্য জীবী ওড়িশার বীর, অদম্য জীবী ওড়িশার বীর, ওড়িশার বীর, ওড়িশার বীর। কলিঙ্গ যুদ্ধরে পালটিলা দয়া রক্তর এক নই, কলিঙ্গ যুদ্ধরে মাতৃভূমি আম মাঠারু বড়, মাতৃভূমি আম মাঠারু বড়। কেবে পুরি ଯିବୁ ନାହିଁ, କେବେ ପୁରି ଯିବୁ ନାହିଁ, କେବେ ପୁରି ଯିବୁ ନାହିଁ, କେବେ ପୁରି ଯିବୁ ନାହିଁ। ପ୍ରାୟ 200 ବର୍ଷ ତଳର ସେତେବେଳେ ଇଂରେଜମାନେ ରାଜସ୍ୱ ନାଁରେ ଓଡ଼ିଆ ଚାଷୀ ମୂଲିଆମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କଲେ। ଶହ ଶହ ଓଡ଼ିଆମାନଙ୍କର ଜମି ଛଡ଼ାଇ ନେଲେ, ସେମାନଙ୍କର ଶସ୍ୟ ଭଣ୍ଡାରକୁ ଲୁଟି ନିଆଗଲା। ଦରିଦ୍ର ଓଡ଼ିଆ ଚାଷୀମାନଙ୍କର ସ୍ତ୍ରୀମାନେ ଇଂରେଜମାନଙ୍କର ବାସନାର ଶିକାର ହେଲେ। ତାପରେ ବିଦ୍ରୋହର ନିଆଁ କୁହୁଳି କୁହୁଳି ଜଳିବାକୁ ଲାଗିଲା। ତେଣୁ ଇଂରେଜମାନେ ସେତେବେଳର ଶେଷ ଗଜପତି ରାଜା ମୁକୁନ୍ଦ ଦେବଙ୍କୁ ବନ୍ଦୀ କରିଥିଲେ। ଠିକ୍ ସେତିକି ବେଳେ ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ନେତୃତ୍ୱରେ ସୃଷ୍ଟି ହେଲା କନ୍ଧ ଯୁବକମାନଙ୍କର ଏକ ବିରୋଧୀ ଗୋଷ୍ଠୀ। আসরে আস বন্ধ ভাই বীরতার উচ্চ প্রাচীর নেই, আসরে আস বন্ধ ভাই বীরতার উচ্চ প্রাচীর নেই। ফিরঙ্গি গর্ব ভাঙ্গি দেই, হাতারে মুক্তি মশলা নেই, বিদ্রোহ পথে জীবাগে। আসরে আস, আসরে আস
ସୀମା ଲଙ୍ଘିଲାଣି ଏବେ ସହିବାର ବେଳ ସରିଲାଣି ଏବେ ଅତ୍ୟାଚାର ସୀମା ଲଙ୍ଘିଲାଣି ଏବେ ସହିବାର ବେଳ ସରିଲାଣି ଏବେ ଟିକେ ଟିକେ କରି ମରିବା ଦରୁ ଟିକେ ଟିକେ କରି ମରିବା ଦରୁ ମରିବିନି ଏତେ ଥର ମସିହାରେ ଘଟିଥିବା ସିପାହୀ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ ଇତିହାସ ବର୍ଣ୍ଣନା କରିଛି ସତ, କିନ୍ତୁ ତାର ଅନେକ ବର୍ଷ ପୂର୍ବରୁ ଓଡ଼ିଶାରେ ବିଦ୍ରୋହ ଆରମ୍ଭ ହୋଇସାରିଥିଲା। ଏ ହିସାବ ଭାରତ ଇତିହାସ ରଖିପାରିବେ। ଦେଶକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରିବା ପାଇଁ ଓଡ଼ିଶାର ପଞ୍ଚପାଇକଙ୍କର ରକ୍ତରେ ଭିଜିଥିଲା ଓଡ଼ିଶାର ମାଟି। ଯେମିତି ବଣ ମଲ୍ଲି ବଣରେ ଫୁଟି ବଣରେ ମହକି ପୁଣି ବଣରେ ଝଡ଼ି ପଡ଼େ, ଆଉ ଏ କଥା ଲୋକଲୋଚନକୁ ଆସିନଥାଏ, ଠିକ୍ ସେମିତି ଓଡ଼ିଶାର ଏହି ପଞ୍ଚପାଇକ ଓଡ଼ିଶାରେ ଜନ୍ମି ଓଡ଼ିଶାରେ ସେମାନଙ୍କର ବୀରତ୍ୱ ଦେଖାଇ ଏହି ଓଡ଼ିଶା ମାଟିରେ ମିଶି ଯାଇଛନ୍ତି। ଏ କଥା ହୁଏତ ଲୋକଲୋଚନକୁ ଆସିନାହିଁ, କିନ୍ତୁ ଆଜିର ସ୍ୱାଧୀନ ଭାରତ ସେହି ଶହୀଦ ପଞ୍ଚପାଇକଙ୍କର ଆମମାନଙ୍କୁ ଏକ ଉପହାର କହିଲେ ଅତ୍ୟୁକ୍ତି ହେବ ନାହିଁ।